ଲୋକ କୁହନ୍ତି ଗୋଟେ କହୁଛନ୍ତି ଭାଇରାଲ 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 ବର୍ଷେ ପାଇଁ 3 ମାସ ପାଇଁ ଗୋଟେ ଘଟଣା ଯାହା ହୁଏ ନବୀନ ପଟ୍ଟନାୟକ କିଛି କାମ କରୁନଥିଲେ 25 ଲୋକ ଭଲ ପାଉଥିଲେ ସେ ଗୋଟେ ଅଛି ଗୋଟେ ଛାପ ଅଛି ଆଉ ସେଇଭଳିଆ ଏଡା ନାଟକ ମୁଁ ନିଜେ ଫିଲ୍ କରିଛି ମୁଁ ନିଜେ ଦେଖିଛି ପାଟ ମୁଁ ଆସି ଛପିକି ସେ ମା ଆସିନି ବାପା ଆସିନି ଗଳିକି ଦେଖୁଥିଲି ମୁଁ ରିଏଲସେଲ ଏତେ ଟାଇମ ଦେଉନଥିଲି ବୁଲାବୁଲି ଲାପଡା କରେ ଫାଇନାଲ ଦିନ ମୁଁ ଦେଖିଛି ତାପରେ ସିନ୍ ଗୁଡା ସବୁ ପିଲା ରେକର୍ଡିଂ କରି ମତେ ବତେଇଲେ ମୁଁ ଦେଖିଛି ଯିଏ ଦେଖିବ ଆସି ଜାଣିବ ଯାତ୍ରା ମାନେ କଣ ଆଗରୁ ଲୋକ ଚାହୁଁଛନ୍ତି କାନ୍ଦିକି ଗଡିଯିବା ଇଏ କରିବା ସେ କରିବା ଆମର ଗୋଟେ ନୂଆ ଷ୍ଟାଇଲ କରୁ ଆମର ଟିକେ ଆର୍ଟିଫିସିଆଲ କଥାବାର୍ତ୍ତା ହବନି ଆମେ ସବୁ ସେ ଭାଇ ଆମକୁ ଆଇଲ ଯେମିତି ଫିଲ୍ମ ସିରିଏଲ କଥାବାର୍ତ୍ତା କରି ଆମେ ସେମିତି କଥାବାର୍ତ୍ତା କରିବାକୁ ଚେଷ୍ଟା କରୁ ଯେହେତୁ ସାଉଣ୍ଡ ଭଲ ହେଇଗଲାଣି ଆମ ପାଖରେ ଭଲ ଇଏ ଅଛି ସେଇଥିପାଇଁ ଆମର ସେ ମାନେ ପୁରା ଯାତ୍ରା ନୁହେଁ ଯାତ୍ରା ଫିଲ୍ମ ମିଶିକି କରାହଉଛି ଅବିକା ଟିକେ ପୋଡକାଷ୍ଟ ଇଆଡେ ବୁଲେଇଦବା ଆମେ ତ ତୁଳସୀରେ 2 ବର୍ଷ ଚଳିଲେ ତାପରେ ସୂର୍ଯ୍ୟ ମନ୍ଦିର ଆସିଲେ ଆମ ସାଙ୍ଗରେ ଛୁଳିକି ଆପଣଙ୍କୁ କେମିତି ନାଇଁ ମୁଁ ପ୍ରଥମ କଥା କହୁଛି ଭାଇ ଯେମିତି ସେ କହିଲା ବର୍ତ୍ତମାନ କହିବେ ଯାଜପୁର ପଟରୁ ସୁଭାଶିଷ ପ୍ରଥମେ ଯେତେବେଳେ ଭାଇ ସହିତ ଦେଖା ହେଲା ଡଲାର ତ ଏଇଠି ଅଛି ମୁଁ ଯେମିତି ସିଏ ଯାଇଥିଲା ଦେଖିବା ପାଇଁ ମୁଁ ସେମିତି ଯାଇଥିଲି ନା ସେତେବେଳେ ହଉଥିଲା କେନ୍ଦ୍ରାପଡା ଭବାନୀ ଆଉ ଗୋଟେ ନାଗା ଗୋଟେ ବାନ୍ଧୁଲ ଇଏ ମାଇଚିଆ ଗୋଖେଇ ଥାଉ ଭାଇ ଏମିତି ଗୋଟେ କଡି ଗୋଟେ ନାଗ ହେଇଥିବ ଏଇନି ବାନ୍ଧିଥିବ ସବୁ ବଳା ଏତେ ବଳା ପିନ୍ଧିଥିବ ମାନେ ରୁଦ୍ରାଙ୍କ ସହିତ ଯାଇଥିଲି ରୁଦ୍ରାଇ ମୁଁ ଯାଇକି ଦେଖା ହେଇଥିଲି ତାପରେ ଆଉ ଥରେ ଆମ ଗାଁ ପାଖରେ ଗୋଟେ ପ୍ରୋଗ୍ରାମ ହେଇଥିଲା କାନାଇ ଭାଇଗିରିଆ ସବୁ ଆସିଥିଲେ ସେଠି ଦେଖା ହେଇଥିଲା ମୁଁ ସେଥିରେ କହିଥିଲି ତପସ୍ୟାରେ ଶିଖୁଥିଲି କିନ୍ତୁ ଜାଣିନଥିଲି ଯେ ସାଙ୍ଗ ହେଇକି କେବେ କାମ କରିବି ଯେତେବେଳେ ମୁଁ ବଙ୍କିମ ସାର୍ 2 ଥର 3 ଥର କଥା ହେଇଥିଲେ ମତେ ଯିବି ବୋଲି କିନ୍ତୁ ଯାଇପାରୁନଥିଲି ସେଇ ଟାଇମରେ ଫାଇନାଲ ହେଇଥିଲା ମୁଁ ଯିବି କିନ୍ତୁ ଜାଣିନଥିଲି ଯେ ଭାଇ ଆସିବେ କହିଥିଲେ ସୂର୍ଯ୍ୟ ମନ୍ଦିରରେ ତୁ ରହିବୁ କିଏ କଳାକାର କେହି କହିନଥିଲେ ତା 2-3 ମାସ ପରେ ଭାଇ ରହିବେ ବୋଲି ସାର୍ କହିଲେ ନା ପିୟୁଷ କରିବା ସମସ୍ତେ ଆସିବେ ଆଉ ଭଲ କଥା ଭାଇଙ୍କ ସହିତ କାମ କରିବା ସୁଯୋଗ ମିଳିବ ତାପରେ ଭାଇ ଥରେ ମତେ ଫୋନ କଲେ ତାଙ୍କ ନିଜ ତରଫରୁ ଫୋନ କଲେ ନା ଯେ ସୁଟିଂ ଯଦି ହବ ଟିକେ ଟାଇମ ଦବ ବାବା ମୁଁ ନିଶ୍ଚୟ ଦେବି ମୁଁ ତ ଫ୍ରି ଅଛି ନିଶ୍ଚୟ ଦେବି ତାପରେ ଯାଇକି ରହିଲୁ ନାଟକ ବବୁ ବିଶାଳ ମତେ ପଚାରୁଛି ବବୁଲ ଏଇଟା ଭଲ ପିଲାଟି ବବୁଲ ଏଇଟା ଭଲ ପିଲା ସେ ବବୁଲ ଭଲ ପିଲାଟି ମାନେ କଣ କି ଆମ ସହିତ ମିଶିବୁଠି ଆମେ ସାଇଜ କରିଦବା ମତେ କହିଛି ଉତ୍ତର ଯଦି ନମସ୍କାର ମାର୍ଥନ କାମ ମତେ ଦସ୍ତ ପଚାରିଛି ଭାଇ ବବୁଲ ସହିତ ମିଶ ମୁଁ ନା କଥା ହେଇଛ ଭଲ ପିଲାଟି ମିଶିବୁ ଦେଖିଲା ଦେଖିବା ମୁଁ ତ ଦେଖିଲି ସେ ଆମର ମିଶିବ ହଁ ମିଶିବ ସାଇଜ କରିଦବା ଆଉ ଗୋଟେ କ୍ଷିତି ସେଇ କଥା କ୍ଷିତି ସେଇ କଥା କହୁଛି ଏଇଟା ଭାଇ କଥା ଦେଖିଥିଲି ଜାଣିଥିଲି ବାକି ଟିଟନ ସାର୍ଙ୍କୁ ପଚାରିଲି ସାର୍ ବବୁଲ ଅଛି ନା ବଢିଆ ତାପରେ ତ ରହିଲୁ ଯେହେତୁ ମନ ପ୍ରଥମେ ମିଶିବା ଦରକାର ମୁଁ ତାଙ୍କୁ ସେତିକି ସମ୍ମାନ ଦେଲେ ସେ ମତେ ସେତିକି ସ୍ନେହ କରିବେ ଯଦି ମୁଁ ତାଙ୍କ ମନରେ ସମ୍ମାନ ଦେବିନି ସେ କାହିଁ ମତେ ସ୍ନେହ କରିବେ ସେଇଟା ମୁଖ୍ୟ କଥା ତାପରେ କ୍ଷିତି ଭାଇ ସହିତ କଥା ଗଲା କ୍ଷିତି ସେଇ କଥା କହୁଛି ଯେତେବେଳେ ମୁଁ ତପସ୍ୟା ପ୍ରଥମ ମୁଁ ଥିଲି ତପସ୍ୟାରେ ତାପରେ ଆସିଲି ଇଷ୍ଟର୍ଣ୍ଣ ରେଡରେ ଟାଇଙ୍କ ଦ୍ୱାରା ରହିଲି କିନ୍ତୁ କ୍ଷିତି ସେଇ ବର୍ଷ ଯାଇଥିଲା ତପସ୍ୟା କିଛି ଦିନ ପାଇଁ ଯାଇଛି ମୁଁ ଇଷ୍ଟର୍ଣ୍ଣ ରେଡରେ ଯାଇକି ସେତେବେଳେ ପାର୍ଟ କଲିଣି ଇଏ ଯାଇଥିଲା ବୁଲିବାକୁ କ୍ଷିତି ସନ୍ଦୀପ ଭାଇ ଏମିତି 2-3 ଜଣ ସବୁ ନା ଭାଇ ତମେ ତପସ୍ୟାରେ ଥିଲ ମୁଁ ହଁ ତପସ୍ୟାରେ ଥିଲି ସିଏ ମତେ ଜୁଆର ମୁଁ ନା ମୁଁ ସାନ ମୁଁ ସେତେବେଳେ ହେଇଥିଲା ମତେ 18 ବର୍ଷ ହେଇଥିଲା ମୁଁ ଜୁଆର ନା ଭାଇ ତମ ବଡ ମୁଁ ଜୁଆର ମୁଁ ତା ପୂର୍ବ ବର୍ଷ ହେଇଥିଲି ସେଇଠୁ ତାପରେ ସେ ଇନଷ୍ଟାଗ୍ରାମରେ ମେସେଜ କରେ ଆଉ ଭାଇ କେମିତି ଅଛନ୍ତି ଭାଇ ଭାଇ କେମିତି ଆପଣଙ୍କ ଦରମା କେତେ କେମିତି ଅଛନ୍ତି ସେତେବେଳେ ଦରମା ମୋର 70,000 ଟଙ୍କା ମାନେ ବର୍ଷକୁ 70,000 କାହିଁକି ନା ଦରମା ଏଇଥିପାଇଁ କୁହାଯାଏନି ଯଦି ମୁଁ ଯଦି କହିବି 70,000 ସିଏ କହିବେ ଏତେ କମ ଦରମା ପାଉଛନ୍ତି ଯଦି ମୁଁ ସେଇଟା ଅଧିକ କହିବି ମିଛ କଥା କହୁଛନ୍ତି ଦରକାର ନାହିଁ କିଛି ଦରମା କଥା ସିନା କହିନି ସେତେବେଳେ ଭାଇ ଆପଣ ତମେ ଏମିତି ଡାକୁଥିଲା ତାପରେ ଯେତେବେଳେ ସୂର୍ଯ୍ୟ ମନ୍ଦିର ଗଲା ନା ସୂର୍ଯ୍ୟ ମନ୍ଦିର ଯେତେବେଳେ ଗଲା ସେତେବେଳେ ଫୋନ କରନ୍ତି ଭାଇ ଦେଖ ମୁଁ ଜିମ୍ କରୁଛି ଇଏ କରୁଛି କୋରୋନାରେ ଜିମ୍ କରୁଛି ଏମିତି ପ୍ରିପେୟାର ହଉଛି ଏମିତି କଥା ହଉଥିଲା ତାପରେ ତୁଳସୀ ଗଲା ଆଉ ତୁଳସୀରେ ଯେତେବେଳେ ନା ହେଲା ଥରେ ତାର ଏମିତି କଣ ଜନ୍ମଦିନ ଗୋଟେ ଫଟୋ ଆଇଲା ମୁଁ ସେଇଠୁ ମେସେଜ ଯୋଉ ମେସେଞ୍ଜରରେ ମେସେଜ କଲି ହାପି ବର୍ଥଡେ ଭାଇ ଭଲ ଅଛ ଆଉ ଦେଖିଲାନି କି ଆଉ କଥା ହେଇନଥିଲି ତାପରେ ସୂର୍ଯ୍ୟ ମନ୍ଦିର ସୂର୍ଯ୍ୟ ମନ୍ଦିର ଆଇଲା ତାପରେ କଥା ହେଲା ମିଶିଲୁ ଭାଇ କହିଲା ଶୁଣେ ପିଙ୍କି ବାହା ମୋ କବଳ ଲାଗିଥିଲା ସଟା ଆସୁଛୁ ଭାଇ କହିଲା ଯାତ୍ରାରୁ ଏଇଟା ଭଲ ପିଲା ସତ କଥା ମୁଁ ରାଗିଥିବି ଆମେ କଥା ହଉ ଟିଟନ ଦ୍ୱାରା ଆମେ ତୋ କଥା ହଉ ସାର୍ ବବୁଲ ଟା କଣ ବାହା କହିଲା ଆସୁ ସେଟା ଭଲ ପିଲାଟା ଆସୁଛୁ କଣ ଯାତ୍ରା ବାହା ତାଙ୍କ ଘର ରାଜି
ଭଲ ପିଲାଟେ ନାଇଁ ଆମ ଘରେ କହିଲେ ବାହା ହେଇଯିବାକୁ ତ ସେଥିପାଇଁ ଘର ଅତିକ୍ରମ ଚାଲିଲା ଆଉ ଆମର ଚାଲିଛି ଗାଡି। ଯୋଉ ହାଣ୍ଡରେ ଯୋଉ ଚାଉଳ ପଡିଥିବ ଯେବେ ପଡିଥିବ ସେବେ ହିଁ ରନ୍ଧା। ଆଉ ଯୋଉ ଏଇ ଗୋଟେ ଏଡା ନାଟକରେ ବଢିଆ ଡାଇଲଗ ଗୋଟେ ଅଛି ଚିତି ଦେବୀ ତା ଏଥିରେ କହିଛି ଚାଟିଂ ଯିଏ ଯେତେ ଚାଟିଂ ଖର୍ଚ୍ଚ କର ଯିଏ ଯେତେ ସେଟିଂ Dating ଖର୍ଚ୍ଚ ଡେଟିଂ କର। ଖର୍ଚ୍ଚ କର କିନ୍ତୁ ଉପରବାଲା ସେଟିଂ ଉପର ବାଲା ହିଁ करता है ଠିକ କଥା ଚାଲିଛି ଆଉ ନିଶ୍ଚୟ ମଜା ମସ୍ତି ଗୋଟେ ଚାଲିଛି ଆମର ସବୁବେଳେ ଆମେ ବିନ୍ଦାସ ଆମ ପେଣ୍ଟିଂ ଗୋଟେ ଘୋଘା ଆଉ ତେଣୁ ଏ ଦି ଜଣ ଏ ପାଟିରେ ସେଟିଂ ମୁଁ ଚନ୍ଦନ ସେଠି କଟିଂ ହେଇଯାଇଛି। ନାଇଁ ସମସ୍ତେ ଭଲ ଅଛି କିଛି ନାହିଁ ତ ଘୋଘା ଆଉ ଗୋଟେ ମଜା କଥା ଶୁଣ ପାଟି ପଡିଥାଏ ସେ ଯୋଉ କୋଉ ଟାଇମରେ ଆସିଲୁ ଯୋଉ ତୁ କହିଲୁ ଯେ ମୁଁ ସେ ରୁମରେ ରହିବିନି ଦେବଗଡ଼ ବା ଦେବଗଡରେ ପାଟି ପଡିଛି ସେଠି ଆସିଲା ଦେବଗଡ଼ କଣ ଏଠି ନା ଅନୁଗୁଳ ସେ ଯୋଉ ନା ନା ସେ ଦେବଗଡ ଆସି ପାଖରେ ଏକାଠି ରହିଲେ ସୁବିଧା ହେଇଗଲା। ହାତୀ ଯୋଉଟା ଦେଖିଲେ ତ? ସେଠୁ ମୁଁ ଗାଡି ନେଇକି ଫେରୁଛି ରାସ୍ତାରେ ମତେ ଫୋନ କଲା ଫୋନ କଲୁ ନା ଫୋନ କଲା କହିଲା, ମୁଁ ଏ ରୁମରେ ରହିବିନି ମତେ ଅସୁବିଧା ହଉଛି ଆସେ ଆସେ କହିଲେ ସେମିତି ହନା କଣ ହେଇଛି ଦାଦା ବୁଝେଇବା ଯେ ତୁ ଆ ତୁ ବେଡିଂ ନେଇକି ଆ ମୋ ରୁମରେ ରହିଲୁ ତାକୁ ସେଇଦିନଠୁ ସେ ମୋ ସାଙ୍ଗେ ରହିଲା ମୋ ଗାଡିରେ ଗଲା ସବୁ ଚାଲିଲା କିନ୍ତୁ ମନ ଭିତରେ ଭୟ ଛାଡିନି ବାବୁ କୋର୍ଟ ମ୍ୟାରେଜ କରିବେ ଥରେ କହୁଥିଲା କୋର୍ଟ ମ୍ୟାରେଜ କରିବାକୁ ସେ ଯିବ ସେ ମତେ କହିପାରୁନି ଯେ ମୁଁ କୋର୍ଟ ମ୍ୟାରେଜ କରିବା ପାଇଁ ଯାଉଛି ଭାଇ ଶୋଇଲା ପରେ ଗଲା ମୁଁ ଶୋଇଲି ସିଏ ଲୁଚିକି ଗଲା ଯୋଉ ପିଲା ସାଙ୍ଗରେ ଗଲା ସିଏ ବି ମତେ ଡରିକି କହିପାରୁନାହାନ୍ତି ସିଏ ମତେ କହିଲା ବେଳକୁ ସେତେବେଳକୁ ମାସେ ହେଇଗଲାଣି ଦେଲା ମାସେ ହେଇଗଲା ମୁଁ ପରେ ଜାଣିଲି ସେଠୁ 15 ଦିନ କି ମାସେ ପରେ ମୁଁ ସେଠୁ ମୋ ତରଫରୁ ପଚାରିଲି ମୁଁ କହିଲି ତୁ କୋର୍ଟ ମ୍ୟାରେଜ କରିଛୁ କି ରେ କାହିଁ ନାଇଁ ତ କିଏ କହିଲା ମତେ ଗାଲୁ ପେଲିଲା ଆଉ ମତେ ଧୀରେ ଧୀରେ ହଁ ଇଏ କହିଲା ବିଶାଲ କରିଥିଲା ଶୋଭିନ କହିଲା ବିଶାଲ କଥା ମୁଁ କହିଦେଇଥିଲି ବିଶାଲ କଥା କହିଦେଇଥିଲି ମତେ ପ୍ରଥମେ ଦିଥର ଖଣ୍ଡେ ଗାଲୁ ପେଲିଲା ମୁଁ କହିଲି ଏଇ ତୁ ଯାଇଛୁ ଏଇ ପିଲା ସାଙ୍ଗରେ ଯାଇନୁ ତମେ ଇଏ ସବୁ ମିଶିକି ଯାଇନ ସେ ନା ମୁଁ ଆଉ କହିନି ଆଉ ହଁ ମାନେ ମୁଁ ଶୋଇକି ଉଠିବା ଭିତରେ ସେ କାମ ସାରିକି ଫେରିବ ସେ ଯୋଉ ରଫ୍ତାରରେ ଯାଇଛି ସେ କହିଲା ମୁଁ ଭାଇ ମତେ ମନା କରୁଥିଲା ଜମା ସେ କଣ ଜାଣିନଥିଲା ନା କାଳେ କଣ ହବ ହଁ। ଭବିଷ୍ୟତ ଛୁଆ ଡିସିଜନ ମୁଁ କହିଲି ନେଇଯାଉଛି ନୂଆ ହେଇଛି ଅବିକା କୋର୍ଟ ମ୍ୟାରେଜ କରିବ ତାପରେ ବାହା ହେଇଯିବ କର୍ମ ପ୍ରତି ତାର ମତେ କହୁଥିଲା ହଁ ମତେ କହୁଥିଲା କାହିଁ ବାହା ହେଇପଡିଛ ଜଲ୍ଦି ମୁଁ କହିଲି କାହାକୁ- ଭାଇ କେତେବେଳେ କହିବି ମାନେ ଆଉ ଛାଡିବନି ମତେ ମୁଁ କହିଲି ମୁଁ ତା ମୁଁ କହିଲି ଅବିକା ସେତେବେଳକୁ କଣ ତା ଦେହରେ ଗୋଟେ ସ୍ପିରିଟ ଥାଏ ଏବେ ବି ସ୍ପିରିଟ ଅଛି ସେତେବେଳେ ଯୋଉ ନୂଆ ନୂଆ ସବୁବେଳେ ହସୁଥିବ ବୁଲୁଥିବ କୋଉଠି ବସିବ ହଉଥାଉ ମତେ ଭଲ ଲାଗେ ମୁଁ କହିଲି, କଣ ହଠାତ୍ ଗଲା କୋର୍ଟ ମ୍ୟାରେଜ କଲା କଣ ହେଲା କିଏ ସେ ଝିଅ କଣ ଥରେ ଦିଥର ଥରେ ଦେଖିଛି ଚଣ୍ଡିଗଡ଼ ତାଙ୍କୁ ମମି ଆଉ ଥରେ ହଁ ଦେଖିଛି ତାପରେ ଜାଣିଲି ସବୁ ଭଲ ପିଲା କହିଲି, ଓକେ ଆରେ ଗଙ୍ଗା ହେଲା ଆଉ ଚାଲିଲା ଆଉ ଡିସେମ୍ବର 14 ବାହାଘର ଯୋଉଦିନ ଜାଣିଦେଲି ସେ କୋର୍ଟ ମ୍ୟାରେଜ କରିଛି ତାପରେ ସେ ମାନିଗଲା ସେଇଦିନଠୁ ଡର ଛାଡିଦେଲା ସେଇଦିନ ଡର ଛାଡିଦେଲି ଆଉ ମୁଁ ଏଠୁ ଜାଣିନି ତାପରେ ଦେଖା ହେଲା ମମି ଆସିଲା ମମି ଅତି କ୍ଲୋଜ ହେଇଗଲା ମମି ସହିତ ମିଶିଲା ତାପରେ ଗୋଟେ ଚାଲିଲା ପଟନ ପଟନ ଖିଆ ହେଲା ବହେ ଗଙ୍ଗା ଚାଲିଲା ମଟନ ଖାଇ କୋଲେଷ୍ଟ୍ରୋଲ ବଢେଇଦେଲେ ଦୁନିଆ କାହାଣୀ ଅଛି ଆମ ରୁମ ପୁରା ଗୋଟେ ଅଲଗା ପ୍ରକାର ହଁ ସେ ରୁମ ପୁରା ଗୋଟେ ଦିନେ କୀର୍ତ୍ତି ସାହି ମୁଁ ଆଉ ଭାଇ ଏମିତି ମରାମରି ହେଲୁ ମାନେ ଲାଗିଲୁ ଜଣଙ୍କ ଲାଟିନ କବାଟ ହୁଗୁଳି ପଳେଇଲା ପୁରା କବାଟ ପଳେଇଲା ଆଉ ଥରେ ଗୋଟେ ଗାମୁଛା ଏମିତି ଫଟେଇଦେଲେ ଗାମୁଛା ମୋ ମୁଣ୍ଡ କହିଲା ମୋ ବ୍ରତ ଘର ଗାମୁଛା ତମେ ଛିଡି ଦେଲ ମୋ ବେଳ ଖରାପ ପଡିଛି ମୁଁ କଣ କରିବି ଆମେ ସେତେବେଳକୁ କୀର୍ତ୍ତି ସାହିକି ପୁରା ଏମିତି ଲାଗୁତା ଗଞ୍ଜି ଦେଇଥିବୁ ଆମର ଖରା ଅଛି ନା କୁତୁରି ମୋର ଅକା ପଡିଛି ଗାମୁଛା ସେପଟେ ସିଏ ଧରିଛି ଏପଟେ ମୁଁ ଧରିଛି ବେକଟା ବସିଗଲା ମଝିରେ ବେକ। ଆଉ ଲାଟିନ ଘର ଭିତରେ ବସିଲା ବାଟିରେ ବାଟିରେ କବାଟକୁ ଏମିତି ପେଳି ଦେଲା କି ସେ ପୁରା ଲାଟିନ କବାଟ ଆଉ ଗୋଟେ ଇଣ୍ଟରେଷ୍ଟିଂ କଥା ତାରା ତାରିଣୀ ଆମର ଅଧରାତ୍ର ସାଥୀ ଫାଇନାଲ ହଉଥାଏ ଫାଇନାଲ ତା ପୂର୍ବ ଚିକିଟିର ଫାଇନାଲ ହଉଥାଏ ବାଳକୁମାର ପଡିଥାଏ ତା ପୂର୍ବ ଦିନ ହଉଛି ତୋ ପ୍ରେମ ସବୁଠୁ ୟା ସେକେଣ୍ଡ ଥର ଯୋଉ ବଞ୍ଚି ଯାଇ ୟାଟା କହିକି ମୋର ଏଥିରେ ରକା ପ୍ରବଳ ପଛେ ଭାଇ କହିକି ଷ୍ଟେଜର ପୁରା ପଡି ମୁଁ ପଛପଟେ ବଇଛି ମୁଁ ମୋର ରେଡି ହଉଛି ବୋଲେ ଆର ତ ଡାଇଲଗ ଭିତରେ ଭାଇ ନଥିଲା କଣ ଭାଇ ଡାକିଲା ମୁଁ ଉଠିକି ଦେଖିଲା ବେଳକୁ ଇଏ ପଡିଛି ହାତ ଟେକିଛି ସଇଲା ତାକୁ ମେଡିକାଲ ନେଇଗଲୁ ମେଡିକାଲ ନେଇ ସକାଳୁ କୋଉଠି ମେଡିକାଲ ଖୋଲା ନାହିଁ ମାନେ ରାତିରେ ଯେମିତି ସବୁଠୁ ଇଣ୍ଟରେଷ୍ଟିଂ ମୋ ସ୍କର୍ପିଓ ଗାଡି ସେ ମଝି ସିଟରେ ଶୋଇବ
ଏଡେ ବଡ ମଣିଷ ମଝି ସିଟରେ ଜାଗା କୋଉଠୁ ହଉଛି? ମାନେ ଡାକ୍ତର ଆସିବା ପର୍ଯ୍ୟନ୍ତ ଅପେକ୍ଷା କଲୁ ସକାଳ 6ଟାରୁ ମେଡିକାଲ ଦୁଆର ପାଇଁ ବସିଲୁ 11ଟା ନା ସେ 12ଟା ବନ୍ଦ। ତାପରେ ଅଚାନକ କହିଲା ମୋ ବେକ ରଖା ଫିଟିଗଲା ଡାକ୍ତର ଆସିନଥିଲେ ସେ ମେଡିକାଲ ଗଭର୍ଣ୍ଣମେଣ୍ଟ ମେଡିକାଲ ସେ ଗୋଟେ ଏମିତି ଆମର ଯଦି ଟିକେ ହେଇଯିବ ସେ ଜମା ଧୈର୍ଯ୍ୟ ନାହିଁ ହଁ। ମାନେ ଧୈର୍ଯ୍ୟଟି ନାହିଁ। ଅଧୈର୍ଯ୍ୟ ପିଲା ଜ୍ୱର ଟିକେ ହେଇଛି ନା ଓ ବୋଲ ମରିଯିବ ସରିଗଲା ତା ପାଠ। କୁଲର ତିଆରି ତ ଲାଷ୍ଟ କୋଳ ପଛପଛି ଛୁଆଟି ମୁଁ ସେ ବେଶୀ ଆହୁରି ଗେଲା କରିଦେଲା ମମି ସେ ମାଛି ବସେଇ ଦେଲାନି ସେଇଥିପାଇଁ ବେଶୀ ଗଲାଣି ଶୁଣ୍ଠୁବତୀ ବା ଖାଇଦବ ବୋଧେ ମୁଁ ତାର ଠିକ କରୁଛି ଚାଲିଛି ଆଉ ଆମର ମମି ଆଇ ମିସ୍ ୟୁ। ଏ ଖୁଟିରେ ତମେ ନା ପାଗାର 3 ଦିନ ଦେଖା ହବ ମୀନା ଦେବୀ ପାଗାର ତାନାର ଗୀତଟା ହବା କଥା ହେଇପାରିଲାନି ହେଇପାରୁନି। ନା ହବ ପାଗାର ଆସିବ 3 ଦିନ କହିସାରିଲେଣି।